ତ ଦେଖୁନ୍ ଦର୍ଶକ ବନ୍ଧୁ ମୁଇଁ ହରିଶଙ୍କର ଚିଡ଼ିଆଖାନା ପଲେଇଛେ ଆଉ ଇଟା ଯାଉଛେ ଯେନ୍ଟାକି ବନ୍ୟ ଜୀବଜନ୍ତୁକେ ଦେଖି ଯାଉଛେ। ତ ଦେଖୁନ୍ ଇଟା ବର୍ତ୍ତମାନ ପଳେଇ ଆସିଛେ ମୁଇଁ ହରିଶଙ୍କର ଚିଡ଼ିଆଖାନାକେ ଆର୍ ଦେଖୁନ୍ ହରିଣ ମାନେ ଏଟା କେନ୍ତା ଚରୁଛନ୍। ତ ଦେଖୁନ୍ କିଛି ଏନ୍ତା ଖାନା ପିନା ଦିଆନି ହେଇ ତ ଏନ୍ତା ସାଧା ଜାଗାନ ଏଟା ଅଛନ୍ ନ ଯେନେ ଖାନା ପିନା ଦିଆ ହେଇଥିଲା ଯେନ୍ ଡାଲ୍ ପତର ଦିଆ ହେଇଥିଲା ହେଟା ସବୁ ଯେନ୍ଟାକି ସରିଗଲାନ ଆଉ ଇଟା ବାଡ଼ା ଲାଗିଛେ ଥରେ ଥରେ ଦେଖୁନ୍ ଦେଖିପାରୁଥିବେ ଇଟା ବାଡ଼ା ଲାଗିଛେ ଆଉ ଇଟା ଦେଖୁନ୍ ବହୁତ ଜୋରରେ ଅଛନ୍ ହରିଣ ମାନେ ଆର୍ ବି ଅଛନ୍ କାଣା କାଣା ଯେ ମୁଇଁ ଦେખાମି ଭିଡ଼ିଓକେ ଆଗ୍କେ ଦେଖୁଥନ୍। ତ ଇଟା ହରିଣ ମାନକେ ବାହାର୍ ଆଡ଼ିକେ ଦେଖିଦଉନ୍ ଦେଖୁନ୍ କେନ୍ତା ଖରା ତାପୁଛନ୍ ପୁରା ଖରାରେ ଅଛନ୍ ଯେତେବେଲେ ଛରା ଦରକାର ଲାଗ୍ବା ବେଶୀ ଖରା ହେଇଗଲେ ଏଟା ରହେବାର୍ ଜାଗା ମାନେ ବି ଅଛେ ତ ସେ ଜାଗା ମାନକେ ରହେସନ୍ ଆଉ ପାଣିର ସୁବିଧା ବି ଅଛେ ସିଆଡ଼େ ତ ନି ଦିଶବାର୍ ଟିକେ କ୍ୟାମେରାରେ ଦେଖୁନ୍ ପୁରା କେନ୍ତା ଜାଲି ଲାଗିଛି। ଆଉ ଗୋଟେ ଜାଗାକେ ପଳେଇ ଆସିନି ଦେଖୁନ୍ ଗୋଟେ ଜାଗା ନ ତ ଦେଖିଲେ ଆର୍ ଗୋଟେ ଜାଗା ଆଗେ ପଳେଇ ଆସିଛେ ଦେଖୁନ୍ ଦେଖିପାରୁଥିବେ। ତ ଇ ଜାଗା ମାନକେ ରହେସନ୍ ଆଉ ଇଟା ମଜୁର ଦେଖୁନ୍ ମଜୁର ଅଛନ୍ 10-15 ପଡ଼ିଥିଲେ ସିଆଡ଼େ ଅଧା ପଳେଇଗଲେନ ଆଉ ଯେନ୍ଟାକି ପାଖେ ଇଟା ଚରୁଛନ୍ ଦେଖୁନ୍ ଦେଖିପାରୁଥିବେ। ତ ପାଖକେ ଆସ୍ବା କେଁ ଦେଖୁଛେଁ ଏଟା ଦେଖୁନ୍ ଡାକି ଡୁକା ଦେଖୁଛେଁ ତ ପାସ୍କେ ଗୁଟେ ଆସିଛେ ଖାନା ମୁଇଁ ହେନ୍ତା କିଛି ବିସ୍କୁଟ୍ ଫୁସ୍କୁଟ୍ ଆଉ ନି ଧରି ଚକଲେଟ୍ ଫକଲେଟ୍ ବି ନି ଧରି ତ ଆମେ ପଲଉଥିଲୁନ ଆଉ ଲାଷ୍ଟ ଟାଇମ୍ ଇଟା ଆସିଯାଇଛୁ ଯେନ୍ଟାକି ପାର୍କ ବୁଲି ପାର୍କ ଭିତରେ ଏଟା ଅଛି ଯେନ୍ଟାକି ଚିଡ଼ିଆଖାନା ହରିଶଙ୍କର ଚିଡ଼ିଆଖାନା। ତ ଭିଡ଼ିଓ ଯଦି ଦେଖୁଛନ୍ ଭିଡ଼ିଓକେ ଟିକେ ଲାଇକ୍ କମେଣ୍ଟ ଏଣ୍ଡ ଚ୍ୟାନେଲ୍କେ ଟିକେ ସବସ୍କ୍ରାଇବ୍ କରି ରଖିଥଉନ୍ ଆର୍ କେନ୍ତା ମଜାଦାର ନୂଆ ନୂଆ ଭିଡ଼ିଓ ମାନେ ବହୁତ ଆସ୍ବା ଭଲ୍ ଭିଡ଼ିଓ ମାନେ। ତ ଏଇଟା ଥିଲା ହରିଶଙ୍କର ଚିଡ଼ିଆଖାନାର ଦୃଶ୍ୟ ଦେଖୁନ୍ କେନ୍ତା ହରିଣ ମାନେ ଖଉଛନ୍ ଆର୍ ଏଟା ବହୁତଟି ଲୋକମାନେ ଆସିଥିଲେ ବହୁତଟି ଦର୍ଶକ ବନ୍ଧୁମାନେ ଆସିଥିଲେ ଯେନ୍ଟାକି ଚିଡ଼ିଆଖାନାକେ ବୁଲି। ତ ଦେଖୁନ୍ ଆମେ ଏଇଟା ପଳେଇ ଆସିଛୁନ ବର୍ତ୍ତମାନ ଇ ଭଟାକେ ପଳେଇ ଆସିଲୁନ ଆଉ ଏଇଟା ପାର୍କର ଦୃଶ୍ୟ ଟିକେ ଦେଖିଦଉନ୍ ଇ ବାଟେ ଆମେ ଆସିଥିଲୁ।